ଛିଡ଼ା ହୋଇ ପାଣି ପିଇଲେ କେଉଁ ରୋଗ ହୋଇଥାଏ? ତ ନମସ୍କାର ଦର୍ଶକ ବନ୍ଧୁ, ଜୟ ଜଗନ୍ନାଥ। ଫ୍ରେଣ୍ଡସ୍, ଆଜିର ପ୍ରଶ୍ନଗୁଡ଼ିକ ବହୁତ ଇଣ୍ଟରେଷ୍ଟିଂ ରହିଛି, ତେଣୁ ଆପଣମାନେ ଭିଡ଼ିଓଟିକୁ ସ୍କିପ୍ ନକରି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ତ ଚାଲନ୍ତୁ ଡେରି ନକରି ଆଜିର ଭିଡ଼ିଓଟିକୁ ଷ୍ଟାର୍ଟ କରିବା। ସୋ ଫ୍ରେଣ୍ଡସ୍, ଆଜିର ପ୍ରଥମ ପ୍ରଶ୍ନଟି ରହିଛି, କେଉଁ ଦେଶରେ ବାପା ଝିଅ ବିବାହ କରିଥାନ୍ତି? ଅପସନ୍ ଏ ପାକିସ୍ତାନ ଦେଶରେ, ଅପସନ୍ ବି ଭାରତ ଦେଶରେ, ଅପସନ୍ ସି ବାଂଲାଦେଶରେ ଏବଂ ଅପସନ୍ ଡି ନେପାଳ ଦେଶରେ। ସୋ ଫ୍ରେଣ୍ଡସ୍, ଯଦି ଆପଣମାନେ ଏହି ପ୍ରଶ୍ନଗୁଡ଼ିକର ଆନ୍ସର୍ ଜାଣିଛନ୍ତି ତାହେଲେ କମେଣ୍ଟ ମାଧ୍ୟମରେ 5 ସେକେଣ୍ଡ ମଧ୍ୟରେ ଉତ୍ତରଗୁଡ଼ିକ ଦେଇପାରିବେ। ସମୟଟି ଆରମ୍ଭ ହେଉଛି ଏବେଠୁ। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ବାଂଲାଦେଶରେ। ବାଂଲାଦେଶରେ ବାପା ଝିଅ ବିବାହ କରିଥାନ୍ତି। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି, କେଉଁ ଜୀବର ଜନସଂଖ୍ୟା ଭାରତରେ ସବୁଠାରୁ ଅଧିକ ଅଟେ? ଅପସନ୍ ଏ ଚଢ଼େଇ, ଅପସନ୍ ବି ମାଛ, ଅପସନ୍ ସି ବିଲେଇ ଏବଂ ଅପସନ୍ ଡି କୁକୁର। ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ମାଛ। ମାଛ ଜୀବର ଜନସଂଖ୍ୟା ଭାରତରେ ସବୁଠାରୁ ଅଧିକ ଅଟେ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି, କେଉଁ ଦେଶରେ ନ ଗାଧିକି ଶୋଇଲେ ଦଣ୍ଡନୀୟ ଅପରାଧ ଅଟେ? ଅପସନ୍ ଏ ଆମେରିକା ଦେଶରେ, ଅପସନ୍ ବି ଭାରତ ଦେଶରେ, ଅପସନ୍ ସି ଚୀନ ଦେଶରେ ଏବଂ ଅପସନ୍ ଡି କୋରିଆ ଦେଶରେ। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ ଆମେରିକା ଦେଶରେ। ଆମେରିକା ଦେଶରେ ନ ଗାଧିକି ଶୋଇଲେ ଦଣ୍ଡନୀୟ ଅପରାଧ ଅଟେ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି, ସବୁଦିନ ଚଣା ଗୁଡ଼ ଖାଇଲେ କ'ଣ ଶୀଘ୍ର ବଢ଼ିଥାଏ? ଅପସନ୍ ଏ ଦିମାଗ, ଅପସନ୍ ବି ଶକ୍ତି, ଅପସନ୍ ସି ମୋଟାପଣ ଏବଂ ଅପସନ୍ ଡି ଉଚ୍ଚତା। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ ଦିମାଗ। ସବୁଦିନ ଚଣା ଗୁଡ଼ ଖାଇଲେ ଦିମାଗ ଶୀଘ୍ର ବଢ଼ିଥାଏ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି, ସୁନାର ଗାଡ଼ି କେଉଁ ଦେଶରେ ଦେଖିବାକୁ ମିଳିଥାଏ? ଅପସନ୍ ଏ ସିଙ୍ଗାପୁର, ଅପସନ୍ ବି ଭାରତ, ଅପସନ୍ ସି ଆମେରିକା ଏବଂ ଅପସନ୍ ଡି ସାଉଦି ଆରବ। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି ସାଉଦି ଆରବ। ସୁନାର ଗାଡ଼ି ସାଉଦି ଆରବ ଦେଶରେ ଦେଖିବାକୁ ମିଳିଥାଏ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି, କଳା ଗୋଲାପ କେଉଁ ଦେଶରେ ଦେଖିବାକୁ ମିଳିଥାଏ? ଅପସନ୍ ଏ ପାକିସ୍ତାନ ଦେଶରେ, ଅପସନ୍ ବି ଭାରତ ଦେଶରେ, ଅପସନ୍ ସି ଆମେରିକା ଦେଶରେ ଏବଂ ଅପସନ୍ ଡି ତୁର୍କୀ ଦେଶରେ। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି ତୁର୍କୀ ଦେଶରେ। କଳା ଗୋଲାପ ତୁର୍କୀ ଦେଶରେ ଦେଖିବାକୁ ମିଳିଥାଏ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି, ମେଥି ବତୁରା ପାଣି ପିଇବା ଦ୍ୱାରା କେଉଁ ରୋଗ ଭଲ ହୋଇଯାଏ? ଅପସନ୍ ଏ ଡାଇବେଟିସ୍, ଅପସନ୍ ବି ବିପି, ଅପସନ୍ ସି ଟିବି ରୋଗ ଏବଂ ଅପସନ୍ ଡି ହଇଜା। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ ଡାଇବେଟିସ୍। ମେଥି ବତୁରା ପାଣି ପିଇବା ଦ୍ୱାରା ଡାଇବେଟିସ୍ ରୋଗ ଭଲ ହୋଇଯାଏ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି, କ୍ଷୀର ସହିତ ଅଧିକା ମାତ୍ରାରେ କ'ଣ ଖାଇଲେ ମଣିଷର ମୃତ୍ୟୁ ହୋଇପାରେ? ଅପସନ୍ ଏ ଅଣ୍ଡା, ଅପସନ୍ ବି ଖଜରା, ଅପସନ୍ ସି ଚିନି ଏବଂ ଅପସନ୍ ଡି ଗୁଡ଼। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ ଅଣ୍ଡା। କ୍ଷୀର ସହିତ ଅଧିକା ମାତ୍ରାରେ ଅଣ୍ଡା ଖାଇଲେ ମଣିଷର ମୃତ୍ୟୁ ହୋଇପାରେ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି, କେଉଁ ପାଣି ପିଇବା ଦ୍ୱାରା ହାର୍ଟ ସମସ୍ୟା ହୋଇନଥାଏ? ଅପସନ୍ ଏ ଚାଉଳ ପାଣି, ଅପସନ୍ ବି ପଇଡ଼ ପାଣି, ଅପସନ୍ ସି ମେଥି ପାଣି ଏବଂ ଅପସନ୍ ଡି ହଳଦୀ ପାଣି। ସୋ ଫ୍ରେଣ୍ଡସ୍, ଏହି ପ୍ରଶ୍ନର ସଠିକ୍ ଉତ୍ତରଟି ଜାଣିବା ପୂର୍ବରେ ଯଦି ଆପଣମାନେ ଆମର ଚ୍ୟାନେଲକୁ ନୂଆ କରି ଭିଜିଟ୍ କରିଛନ୍ତି ତାହେଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ବଟନଟିକୁ ଦବାଇ ଅଲ୍ ଉପରେ କ୍ଲିକ୍ କରିଦିଅନ୍ତୁ, ଯାହାଫଳରେ କି ଯେତେବେଳେ ବି ଏହିପରି ଭିଡ଼ିଓ ଅପଲୋଡ଼ ହେବ ଆପଣମାନେ ସର୍ବପ୍ରଥମେ ପାଇପାରିବେ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ଏହି ପ୍ରଶ୍ନର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ମେଥି ପାଣି। ମେଥି ପାଣି ପିଇବା ଦ୍ୱାରା ହାର୍ଟ ସମସ୍ୟା ହୋଇନଥାଏ।
सो फ्रेंड्स एबे देखिबा परवर्ती प्रश्नटी केउ परिबा मास मास धरी रहिले भी खराब होई न थाए। ऑप्शन ए पटल, ऑप्शन बी आलू, ऑप्शन सी पाचिला कखारु एवं ऑप्शन डी बैगण। सो फ्रेंड्स यार सठिक उत्तरटी होउछि ऑप्शन सी पाचिला कखारु। पाचिला कखारु मास मास धरी रहिले भी खराब होई न थाए। सो फ्रेंड्स एबे देखिबा परवर्ती प्रश्नटी बाघ पूर्वरु जंगलर राजा किए थिले। ऑप्शन ए सिंह, ऑप्शन बी हाथी, ऑप्शन सी बिलुआ एवं ऑप्शन डी मांकड़। सो फ्रेंड्स आशा करुछि एही प्रश्नर सठिक उत्तरटी आपण माननकु जणा थिबो। तेणु एही प्रश्नर सठिक उत्तरटी आपण माने कमेंट बॉक्स माध्यम रे कमेंट करी निश्चय जणांतु। सो फ्रेंड्स एबे देखिबा परवर्ती प्रश्नटी केउ फल खाइले डायबिटीज रोग कंट्रोल रुहे। ऑप्शन ए कदली, ऑप्शन बी आंब, ऑप्शन सी काकुडी एवं ऑप्शन डी पिजुडी। सो फ्रेंड्स यार सठिक उत्तरटी होउछि ऑप्शन डी पिजुडी। पिजुडी फल खाइले डायबिटीज रोग कंट्रोल रे रही थाए। सो फ्रेंड्स एबे देखिबा परवर्ती प्रश्नटी क्षीर सहित कौन खाइले थकापन दूर होई थाए। ऑप्शन ए तुलसी पत्र, ऑप्शन बी महू, ऑप्शन सी गुड़ एवं ऑप्शन डी लेंबू रस। सो फ्रेंड्स यार सठिक उत्तरटी होउछि ऑप्शन सी गुड़। क्षीर सहित गुड़ खाइले थकापन दूर होई थाए। सो फ्रेंड्स एबे देखिबा परवर्ती प्रश्नटी अधिक कॉफी पीले केउ रोग होई थाए। ऑप्शन ए माइग्रेन रोग, ऑप्शन बी किडनी रोग, ऑप्शन सी टीबी रोग एवं ऑप्शन डी जॉन्डिस रोग। सो फ्रेंड्स यार सठिक उत्तरटी होउछि ऑप्शन ए माइग्रेन रोग। अधिक कॉफी पीले माइग्रेन रोग होई थाए। सो फ्रेंड्स एबे देखिबा परवर्ती प्रश्नटी केउ देश सबुठारु प्रथमे ट्रेन रो आविष्कार करिथिला। ऑप्शन ए जापान देश, ऑप्शन बी भारत देश, ऑप्शन सी इंग्लैंड देश एवं ऑप्शन डी अमेरिका देश। सो फ्रेंड्स यार सठिक उत्तरटी रही ऑप्शन सी इंग्लैंड देश। इंग्लैंड देश सबुठारु प्रथमे ट्रेन रो आविष्कार करिथिला। सो फ्रेंड्स एबे देखिबा परवर्ती प्रश्नटी बा आजिर शेष प्रश्नटी छिड़ा होई पानी पीवा द्वारा केउ रोग होई थाए। ऑप्शन ए किडनी रोग, ऑप्शन बी आखि रोग, ऑप्शन सी लिवर रोग एवं ऑप्शन डी जॉन्डिस रोग। सो फ्रेंड्स एही प्रश्नर सठिक उत्तरटी जानिबा पूर्वरे जदि आपण माने हमर चैनल को नुआ करी आसीछंती ताहेले चैनल टी को सब्सक्राइब करी पाखरि थिबा घंटी बटन टी को दबाई ऑल ऊपर क्लिक कर दियंतु जहा फल रे कि जेते बेले भी एही परि वीडियो अपलोड हेबो आपण माने सर्वप्रथमे पाई परिबे। सो फ्रेंड्स एबे देखिबा एही प्रश्नर सठिक उत्तरटी होउछि ऑप्शन सी लिवर रोग। छिड़ा होई पानी पीवा द्वारा लिवर रोग होई थाए। फ्रेंड्स आज वीडियोटी एठी शेष करूछि पुणी देखाबा परवर्ती वीडियो रे। जय जगन्नाथ।